ଆପଣଙ୍କ ସଫଳତା, ଘରେ ଆପଣଙ୍କର ସବୁବେଳେ ସୁଖ ଶାନ୍ତି ବଜାୟ ରହିବା, ସବୁବେଳେ ଖୁସିରେ ରହିବା, ଆନନ୍ଦରେ ରହିବା, ସୁସ୍ଥ ଭାବରେ ନିଜ ଜୀବନକୁ ବଞ୍ଚିବା, ଏ ସଂସାରରେ ସବୁ ସୁଖ ଏତିକି ଭିତରେ ମିଳିଯାଇଥାଏ। ଏତିକି ପ୍ରାପ୍ତ କରିଥିବା ବ୍ୟକ୍ତିଙ୍କୁ ଏ ଦୁନିଆର ସବୁଠୁ ସୁଖୀ ବ୍ୟକ୍ତି ରୂପରେ ଗଣାଯାଇଥାଏ। ଆଜିର ଏହି କାହାଣୀଟିରେ ସମ୍ପୂର୍ଣ୍ଣ ଦୁନିଆର କଥା ଲୁଚି ରହିଛି, ପୁରା ଦୁନିଆର ସମାଧାନ ରହିଛି। ତେବେ ଆଉ ଡେରି ନ କରିକି ଚାଲନ୍ତୁ ଆରମ୍ଭ କରିବା। ବହୁତ ଦିନ ତଳର କଥା, ଏକ ନଗରରେ ଜଣେ ବହୁତ ଧନୀ ବ୍ୟବସାୟୀ ରହୁଥିଲେ। ତାଙ୍କ ପାଖରେ ନିଜର ସବୁ କିଛି ରହିଥିଲା। ଏ ଦୁନିଆର ସମସ୍ତ ସୁଖ ସୁବିଧା ତାଙ୍କ ପାଖରେ ରହିଥିଲା। କୌଣସି ବି ଜିନିଷରେ କିଛି ଅଭାବ ନାହିଁ। ସେ ଯେଉଁଠି ବି ଯାହା କରୁଥିଲେ ସବୁଥିରେ ସଫଳତା ହାସଲ କରିପାରୁଥିଲେ। ଜୀବନରେ ସେ କେଉଁଠି ବି ହାରି ନଥିଲେ। ତାଙ୍କ ବ୍ୟବସାୟ ମଧ୍ୟ ବହୁତ ଭଲରେ ଚାଲିଥିଲା। ତାଙ୍କ ବାପା ତାଙ୍କୁ ଏମିତି 4ଟି ଜ୍ଞାନର ଶିକ୍ଷା ଦେଇଥିଲେ, ଯାହାର କି ସେ ନିୟମିତ ଭାବରେ ପାଳନ କରୁଥିଲେ ଆଉ ତା ଫଳରେ ସେ ଏତେ ସାରା ସଫଳତା ପାଇପାରିଥିଲେ। ଏମିତି ଦିନ ପରେ ଦିନ ବିତି ଚାଲିଥାଏ। ସମୟ କ୍ରମେ ସେ ବ୍ୟବସାୟୀ ଜଣକ ବୃଦ୍ଧ ହୋଇଗଲେ। ଏବେ ତାଙ୍କୁ ଏମିତି ପ୍ରତୀତ ହେଉଥିଲା କି ସେ ଆଉ ବେଶୀ ଦିନ ଏଠି ରହିବେନି। କେହି ବି କ୍ଷଣରେ ତାଙ୍କୁ ଏ ଦୁନିଆରୁ ବିଦାୟ ନେବାକୁ ପଡ଼ିପାରେ। ଆଉ ସେ ମଧ୍ୟ ଏଟା ବି ଜାଣିଥିଲେ କି ତାଙ୍କ ପୁଅ ଜଣେ ସାଧା ସିଧା ବହୁତ ଭଲା ଭାଲା, ତାକୁ ଏ ଦୁନିଆ ବିଷୟରେ କିଛି ବି ଜଣା ନାହିଁ। ତେଣୁ ସେଦିନ ସେ ନିଜ ପୁତ୍ରକୁ ନିଜ ପାଖକୁ ଡାକିଛନ୍ତି, କହିଛନ୍ତି, ପୁଅ, ମୁଁ ମୋ ପିତାଙ୍କ ଠାରୁ 4ଟି ଜ୍ଞାନର କଥା ଶିଖିଥିଲି ଆଉ ସେହି ଜ୍ଞାନକୁ ନିଜ ଜୀବନରେ ମଧ୍ୟ ଉପଯୋଗ କରିଛି, ଯାହାଫଳରେ କି ମୁଁ ମୋ ଜୀବନରେ ଏତେ ସାରା ସଫଳତା ପାଇପାରିଛି। ଜୀବନଟା ସାରା ସୁଖରେ ବିତେଇଛି, ଏତେ ସାରା ଧନ କମେଇଛି, ଏତେ ସୁଖରେ ଅଛି। ଆମ ଅଞ୍ଚଳର ଜଣେ ସଫଳ ବ୍ୟକ୍ତି ଭାବରେ ନିଜର ପରିଚୟ ତିଆରି କରିଛି। କିନ୍ତୁ ଆଜି ମୋ ପାଖରେ ଯାହା ବି କିଛି ରହିଛି ମୁଁ ଏଥିରେ ସନ୍ତୁଷ୍ଟ ରହିଛି। ତେଣୁ ମୁଁ ଚାହୁଁଛି କି ତୁମେ ମଧ୍ୟ ମୋ ଠାରୁ ଆହୁରି ଅଧିକ ସଫଳ ହୁଅ, ବହୁତ ସାରା ଧନ ଅର୍ଜନ କର, ଜୀବନକୁ ସୁଖରେ ଅତିବାହିତ କର, ଲୋକେ ତୁମକୁ ଜାଣନ୍ତୁ, ତୁମର ଯଶ ବଢ଼ୁ। ସେଥିପାଇଁ ଆଜି ମୁଁ ତୁମକୁ 4ଟି ଜ୍ଞାନର କଥା କହିବି, ଯାହାକି ମୋତେ ମୋ ବାପା କହିଯାଇଥିଲେ। ଏବେ ମୁଁ ତୁମକୁ କହୁଛି, ତୁମେ ମନ ଦେଇକି ଶୁଣ। ପ୍ରଥମ ଜ୍ଞାନର କଥା, ପୁଅ, କାମକୁ ପ୍ରତିଦିନ ଛାଇରେ ଯିବୁ, ଛାଇରେ ଆସିବୁ। ପୁଣି ଦ୍ୱିତୀୟ ଜ୍ଞାନର କଥା, ନିଜ ଘରର ଚତୁର୍ଦିଗରେ ଚମଡ଼ାର ବାଡ଼ ତିଆରି କରିବୁ। ପୁଣି ତୃତୀୟ ଜ୍ଞାନର କଥା, ସବୁବେଳେ ନିଜ ଖାଇବାକୁ ମିଠା କରିକି ଖାଇବୁ। ଆଉ ଚତୁର୍ଥଟି ହେଲା, ନିଜ ପତ୍ନୀକୁ ସବୁବେଳେ ବାନ୍ଧିକି ରଖିବୁ। ମୋର এই 4ଟି ଉପଦେଶ ତୁ ନିଶ୍ଚୟ ପାଳନ କରିବୁ, ଜୀବନରେ କେବେ ବି କୌଣସି ଅସୁବିଧାରେ ପଡ଼ିବୁନି। ଏତିକି କହି ବାପା ତାଙ୍କର ନୀରବ ହୋଇଯାଇଛନ୍ତି। ଏମିତି ଭାବରେ ଆହୁରି ବି କିଛି ଦିନ ବିତି ଯାଇଛି। ସେ ଧନୀ ବ୍ୟବସାୟୀ ଜଣକ ନିଜର ଇହଲୀଳା ସମ୍ବରଣ କରି ଏ ଦୁନିଆରୁ ବିଦାୟ ନେଇଯାଇଛନ୍ତି। ନିଜ ବାପା ଏ ଦୁନିଆରୁ ଚାଲିଯିବା ପରେ ପୁଅ କ'ଣ କରିଛନ୍ତି ନା, ବାପା କହିଯାଇଥିବା ସେଇ 4ଟି ଜ୍ଞାନର କଥାକୁ ଏକ କାଗଜରେ ଲେଖିଛନ୍ତି ଆଉ ସେଇ ଜ୍ଞାନକୁ ନିଜ ଜୀବନରେ ଉପଯୋଗ କରିବାକୁ ଲାଗିଛନ୍ତି। ସେ 4ଟି କଥାକୁ ଅନୁସରଣ କରିବାକୁ ଲାଗିଛନ୍ତି। ସବୁଠାରୁ ପ୍ରଥମ କଥା ଥିଲା, ଛାଇରେ କାମକୁ ଯିବୁ, ପୁଣି ଛାଇରେ ଫେରିଆସିବୁ। ତ ସିଏ କ'ଣ କରିଛନ୍ତି ନା, ନିଜ ଘରଠାରୁ ଦୋକାନ ପର୍ଯ୍ୟନ୍ତ ଟେଣ୍ଟ ଲଗାଇ ଦେଇଛନ୍ତି। କାହିଁକିନା ତାଙ୍କ ପାଖରେ ତ ପଇସାରେ କିଛି କମି ନାହିଁ ନା, ବାପା ତାର ବହୁତ ସାରା ଅର୍ଥ ରଖିଯାଇଛନ୍ତି। ଯିଏ ବି ତାଙ୍କୁ ପଚାରୁଥିଲେ କି ତୁମେ ଏମିତି କାହିଁ କରୁଛ, ଉତ୍ତରରେ ସେ କେବଳ ଏତିକି କହୁଥିଲେ କି ମୋ ବାପା କହିଯାଇଛନ୍ତି। ପୁଣି ଦ୍ୱିତୀୟ କଥା କହିଥିଲେ ଯେ ଘର ଚାରିପଟେ ଚମଡ଼ାର ପାଚିର ଲଗାଇବା ପାଇଁ। ତ ଇଏ ମଧ୍ୟ ଠିକ୍ ଅନୁରୂପ ସବୁ ଚମଡ଼ାର ପାଚିର ତିଆରି କରିଦେଇଛନ୍ତି। ବାଡ଼ ସାରା ଚମଡ଼ା ଲଗାଇ ଦେଇଛନ୍ତି ଆଉ ଦୁର୍ଗନ୍ଧରେ ଚତୁର୍ଦିଗ ଫାଟି ପଡ଼ୁଥାଏ। ଆଖପାଖର ଲୋକେ ଏହା ଦେଖି ବହୁତ ଅସନ୍ତୁଷ୍ଟ ହେଉଥିଲେ, କଜିଆ କରିବାକୁ ଆସୁଥିଲେ। ତଥାପି ୟାର କ'ଣ ଯାଉଛି, ବାପା କହିଛନ୍ତି ମାନେ ମୁଁ କରିବି, କାହାରି କଥାକୁ କିଛି କାନ ଦେବାର ନାହିଁ। ଆଉ ଯେହେତୁ ୟା ପାଖରେ ଏତେ ସାରା ଧନ ସମ୍ପତ୍ତି ଥିଲା, ତ ଇଏ ବି କାହାକୁ ଖାତିର କରୁନଥିଲା। ଦୃଢ଼ ସଂକଳ୍ପ ନେଇଯାଇଥିଲା, ବାପା ଯାହା କହିଯାଇଛନ୍ତି ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ପୁଣି ତୃତୀୟ କଥାଟି ହେଲା, ଖାଦ୍ୟକୁ ସବୁବେଳେ ମିଠା କରିକି ଖାଇବାକୁ କହିଥିଲେ। ତ ଇଏ କ'ଣ ନା, ନିଜ ପତ୍ନୀକୁ ସବୁ ତରକାରୀରେ ଚିନି ମିଶାଇକି ଦେବାକୁ କହୁଥିଲେ। ପ୍ରତ୍ୟେକ ଦିନ ସେ ଚିନି ମିଶା ଯାଇଥିବା ଖାଦ୍ୟକୁ ଗ୍ରହଣ କରୁଥିଲେ। ପୁଣି ତା ସହିତ କେଉଁଦିନ ହାଲୁଆ, କେଉଁଦିନ ମିଠାଇ, କେଉଁଦିନ କ୍ଷୀରି ଏମିତି ଖାଇବାକୁ ଆରମ୍ଭ କଲେ। ପୁଣି ତାଙ୍କୁ ଯେଉଁ ଚତୁର୍ଥ ଜ୍ଞାନର କଥା କହିଥିଲେ ଯେ ନିଜ ପତ୍ନୀକୁ ସବୁବେଳେ ବାନ୍ଧିକି ରଖିବା ପାଇଁ, ଏ ମଧ୍ୟ ଏହାକୁ ଅନୁସରଣ କରିଥିଲେ। ପ୍ରତ୍ୟେକ ଦିନ ଏକ ଦଉଡ଼ି ସାହାଯ୍ୟରେ ସବୁବେଳେ ବାନ୍ଧିକି ରଖୁଥିଲେ। ବେଶ କିଛି ଦିନ ତ ଏମିତି ବିତିଗଲା, ମାତ୍ର ସେ ବ୍ୟବସାୟୀଙ୍କର ତ ପୁରା ଜୀବନଟା ବିଗିଡ଼ିବାକୁ ଲାଗିଥିଲା।
କାହିଁକିନା ତାଙ୍କ ପିତା କହିଯାଇଥିବା 4ଟି ଉପଦେଶକୁ ସିଏ ଭୁଲ ଅର୍ଥରେ ଗ୍ରହଣ କରିଥିଲେ। ଦେଖୁ ଦେଖୁ ତାଙ୍କର ଏତେ ବଡ଼ ବ୍ୟବସାୟଟି ଅଳ୍ପ କେଇ ଦିନରେ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ବସିଥିଲା। ଧୀରେ ଧୀରେ ଗ୍ରାହକଙ୍କର ସଂଖ୍ୟା କମିବାକୁ ଲାଗିଥିଲା। ଜଣେ ଜଣେ କରିକି ୟାଙ୍କଠାରୁ ଦୂରେଇ ଯାଉଥିଲେ, ଯେଉଁଥିପାଇଁ କି ବ୍ୟବସାୟ ମଧ୍ୟ ୟାଙ୍କଠାରୁ ବହୁତ କମ୍ ହେଉଥିଲା। ଯେଉଁ ବ୍ୟବସାୟ କରିବା ପାଇଁ କି ତାଙ୍କ ବାପା ଦିନ ରାତିକୁ ଏକ କରିକି କାମ କରୁଥିଲେ, ଏତେ ବଡ଼ ବ୍ୟବସାୟଟି ମାତ୍ର କେଇ ମାସ ଭିତରେ ସମ୍ପୂର୍ଣ୍ଣ ଛାରଖାର ହେବାକୁ ବସିଥିଲା, ଯେଉଁଥିପାଇଁ ତାଙ୍କୁ ବହୁତ ଚିନ୍ତା ମଧ୍ୟ ହେଉଥିଲା। ସେ ବହୁତ ବିବ୍ରତ ରହୁଥିଲେ। ପୁଣି ଘର ଚାରିପାଖରେ ଏମିତି ଚମଡ଼ାର ବାଡ଼ କରିଥିବା କାରଣରୁ ବି ପାଖ ଆଖରେ ବହୁତ ଦୁର୍ଗନ୍ଧ ହେଉଥିଲା। ତେଣୁ ପଡ଼ୋଶୀ କାହା ସହିତ ମଧ୍ୟ ଜମାରୁ ପଡ଼ୁନଥିଲା। ସମସ୍ତେ ୟା ଉପରେ ଅସନ୍ତୁଷ୍ଟ ହୋଇଯାଇଥିଲେ। କେହି ମଧ୍ୟ ୟାଙ୍କ ଘରକୁ ଆସୁନଥିଲେ। ସମ୍ପର୍କ ଗୋଟିଏ ପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲା। ସେ କିଛି ବୁଝିପାରୁନଥିଲେ କି ଏମିତି ତାଙ୍କ ସହିତ କ'ଣ ଘଟୁଛି। ବାପା ତ କହିଯାଇଥିଲେ ସବୁଠି ଉନ୍ନତି ଘଟିବ, ମାତ୍ର ଏମିତି ଅବନତି କାହିଁକି? ପୁଣି ଏମିତି ସବୁବେଳେ ମିଠା ଖାଇବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିବାକୁ ଲାଗିଥିଲା। ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଉପୁଜୁଥିଲା। ଏପଟେ ଚିକିତ୍ସା ପାଇଁ ମଧ୍ୟ ବହୁତ ସାରା ଅର୍ଥ ଖର୍ଚ୍ଚ ହୋଇଯାଉଥିଲା। ପୁଣି ବାପା ତାଙ୍କର ଚତୁର୍ଥରେ କହିଥିଲେ କି ନିଜ ପତ୍ନୀକୁ ସବୁବେଳେ ବାନ୍ଧିକି ରଖିବା ପାଇଁ, ମାତ୍ର ଏମିତି ସବୁବେଳେ ବାନ୍ଧିକି ରଖିବା କାରଣରୁ ସେ ମଧ୍ୟ ନାରାଜ ହୋଇଯାଇଥିଲେ। ଆଉ ଏବେ ଯାଇ ନିଜ ବାପାଙ୍କ ଘରେ ରହୁଥିଲେ। ତାଙ୍କ ପତ୍ନୀ ମଧ୍ୟ ଏବେ ତାଙ୍କର କୌଣସି କଥା ମାନୁନଥିଲେ। ଏମିତିରେ କିଏ ସ୍ତ୍ରୀ ଅଛି ଯେ ଚଳିପାରିବ, ଯିଏକି ବିନା କାରଣରେ ତାଙ୍କୁ ବାନ୍ଧିକି ରଖୁଥିବ? ଏହି ପ୍ରକାର ସେ ବ୍ୟବସାୟୀଙ୍କର ସମ୍ପୂର୍ଣ୍ଣ ଜୀବନଟା ନଷ୍ଟ ହେବାକୁ ବସିଥିଲା। ନା ତାଙ୍କ ପାଖରେ ନିଜ ବ୍ୟବସାୟ ଥିଲା, ନା ଥିଲା ପତ୍ନୀ, ନା ଥିଲା ପରିବାର କିମ୍ବା ନିଜର ବନ୍ଧୁବାନ୍ଧବ। ପୁଣି ନିଜର ସ୍ୱାସ୍ଥ୍ୟ ମଧ୍ୟ ବହୁତ ବିଗିଡ଼ି ଯାଇଥିଲା। ସେ ଯେ କ'ଣ କରିବ କିଛି ବୁଝିପାରୁନଥିଲେ। ମନେ ମନେ ତ ନିଜ ପିତାଙ୍କୁ ସବୁବେଳେ ଗାଳି ଦେବାକୁ ଲାଗୁଥିଲେ, ନିନ୍ଦା କରୁଥିଲେ କି ତାଙ୍କର ଏମିତି ଉପଦେଶ ମାନେ କି ମୋର ଆଜି ଏହି ଦଶା ହେଇଛି, ଆଜି ମୋର ସବୁ କିଛି ଉଜୁଡ଼ି ଯାଇଛି, ଏତେ ଦୁଃଖ ଏତେ କଷ୍ଟରେ ନିଜ ଜୀବନକୁ ଅତିବାହିତ କରିବାକୁ ପଡ଼ୁଛି। ଏହି ସମୟରେ ସେ ଦିନେ ଶୁଣିବାକୁ ପାଇଲେ କି ତାଙ୍କ ପାଖ ନଗରକୁ ଜଣେ ସାଧୁ ମହାତ୍ମା ଆସିଛନ୍ତି, ଯିଏକି ସମସ୍ତଙ୍କ ସମସ୍ୟାର ସମାଧାନ କରିଦେଉଛନ୍ତି। ଯାହାର ଯେତେ ବି ସମସ୍ୟା ଥାଉ ନା କାହିଁକି ସେ ନିମିଷକରେ ସମାଧାନ କରିଦେଉଛନ୍ତି। ଇଏ ଭାବିଛନ୍ତି କି ମୁଁ ବି ଥରେ ଯାଇକି ଦେଖେ, କାଳେ ବାବାଜୀ ମୋତେ କିଛି ଉପାୟ ବତେଇ ଦେବେ। ଏମିତି ଚିନ୍ତା କରି ସେ ସାଧୁଙ୍କ ପାଖରେ ପହଞ୍ଚିଛନ୍ତି। ଆଉ ତାଙ୍କ ଗୋଡ଼ ତଳେ ପଡ଼ି କାନ୍ଦିବାକୁ ଲାଗିଛନ୍ତି। ହେ ଗୁରୁବର, ଏବେ ଆପଣ ହିଁ ମୋତେ ଉଦ୍ଧାର କରିପାରିବେ। ମୋ ବାପା ତ ମୋ ସମ୍ପୂର୍ଣ୍ଣ ଜୀବନଟାକୁ ନଷ୍ଟ କରିଦେଇଛନ୍ତି। ଆଜି ମୋ ଯାହା ବି ଦୁର୍ଦ୍ଦଶା ହେଇଛି ସବୁ ମୋ ବାପାଙ୍କ ଉପଦେଶ ମାନିବା ଯୋଗୁଁ। ମୋ ବାପା ମୋତେ ଯାହା ବି କହିଯାଇଥିଲେ ମୁଁ ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି। ତାଙ୍କ ପୁତ୍ର ହିସାବରେ ମୁଁ ତାଙ୍କର ସବୁ କଥା ମାନିଛି। ତଥାପି ମୋର ଏମିତି ଦୁର୍ଦ୍ଦଶା କାହିଁକି? ମୁଁ ତ କିଛି ବୁଝିପାରୁନି ଯେ ବାପା ମୋ ସହିତ କାହିଁକି ଏମିତି ଅନ୍ୟାୟ କଲେ, କାହିଁକି ଏମିତି ଭୁଲ ଭାଲ ଉପଦେଶ ଦେଇକି ମୋ ଜୀବନଟାକୁ ନଷ୍ଟ କରିଦେଲେ। କ'ଣ ମୁଁ ତାଙ୍କ ପ୍ରତି କିଛି ଅନ୍ୟାୟ କରିଥିଲି? ଏମିତି କହି ସେ ଆହୁରି କାନ୍ଦିବାକୁ ଲାଗିଲେ। ସାଧୁ କହିଛନ୍ତି, ବତ୍ସ ତୁମେ ପ୍ରଥମେ ଚୁପ୍ ହେଇଯାଅ। ଆଉ କ'ଣ ହେଇଛି, ତୁମେ ଏମିତି କାନ୍ଦୁଛ କାହିଁକି? ମୋତେ ଟିକେ ବୁଝେଇକି କୁହ। ସାଧୁ ଏତିକି କହିଲା ପରେ ସେ ବ୍ୟବସାୟୀଙ୍କ ପୁତ୍ର ଜଣକ ସେ କାଗଜ ଖଣ୍ଡିକୁ ସେ ବାବାଜୀଙ୍କୁ ଦେଇଛନ୍ତି, ଯେଉଁଥିରେ ସେ ବାପା କହିଯାଇଥିବା 4ଟି ଉପଦେଶକୁ ଲେଖିକି ରଖିଥିଲେ। ସାଧୁ ସେ କାଗଜ ପଢ଼ିଲା ପରେ ଜୋର ଜୋର ହସିବାକୁ ଲାଗିଛନ୍ତି। କହିଛନ୍ତି, ତୁମେ କେତେ ମୂର୍ଖ ସତରେ। ତୁମ ବାପା ତ ତୁମକୁ ଏ ସାରା ଦୁନିଆର ଜ୍ଞାନ ଦେଇଯାଇଛନ୍ତି, ମାତ୍ର ତୁମେ ଏହାକୁ ବୁଝିବା ଭୁଲ କରିଛ। ତୁମେ ଏହାର ଭୁଲ ଅର୍ଥ ବାହାର କରିଛ। ଏହା ତୁମ ନିଜର ଭୁଲ, ତୁମ ବାପାଙ୍କର ନୁହଁ। ତୁମ ବାପା ତ ତୁମକୁ ପରୀକ୍ଷା ନେଉଥିଲେ କି ତୁମେ ତାର ଅର୍ଥକୁ ବୁଝିପାରୁଛ କି ନାହିଁ। ସେ ଚାହିଁଥିଲେ ତୁମକୁ ଏହାର ଅର୍ଥ ବୁଝେଇକି ମଧ୍ୟ କହିପାରିଥାନ୍ତେ, ମାତ୍ର ସିଏ ଚାହିଁଥିଲେ କି ତୁମେ ଏହାର ଅର୍ଥକୁ ନିଜେ ଅନ୍ୱେଷଣ କର। କିନ୍ତୁ ତୁମର ତ ଦେଖୁଛି ବୁଦ୍ଧି ସମ୍ପୂର୍ଣ୍ଣ ଭ୍ରଷ୍ଟ ହୋଇଯାଇଛି। ତୁମ ପରି ବୋକା ମୁଁ ଆଜି ପର୍ଯ୍ୟନ୍ତ ଦେଖିନି। ଯଦି ତୁମେ ଏହାର ଅର୍ଥକୁ ବୁଝିପାରିଥାନ୍ତ, ତେବେ ତୁମେ ମଧ୍ୟ ନିଜ ପିତାଙ୍କ ଭଳି ସଫଳତା ପାଇପାରନ୍ତ। କିନ୍ତୁ ତୁମେ ଏହାର ଅର୍ଥ ବୁଝି ନ ପାରିକି ଭୁଲ ଅର୍ଥରେ ଗ୍ରହଣ କରିଛ। ଯଦି ତୁମେ ଏହାର ଅର୍ଥକୁ ବୁଝିପାରୁନଥିଲ, ତେବେ କୌଣସି ଜ୍ଞାନୀ ଲୋକଙ୍କୁ ଯାଇ ପଚାରିପାରନ୍ତ। କିନ୍ତୁ ତୁମେ ଯେଉଁ ଅର୍ଥରେ ଗ୍ରହଣ କରିଛ, ଏହା ତ ନିଜର ବର୍ବାଦୀର କାରଣ। ବ୍ୟବସାୟୀଙ୍କ ପୁତ୍ର କହିଛନ୍ତି, ହେ ଗୁରୁବର, ଆପଣ ପ୍ରକୃତରେ କ'ଣ କହିବାକୁ ଚାହୁଁଛନ୍ତି? ମୋତେ ଆପଣ ବୁଝେଇକି କୁହନ୍ତୁ, କ'ଣ ମୁଁ କିଛି ଭୁଲ କରିଛି? ବାପା ତ ମୋତେ ସବୁ କିଛି ବୁଝେଇକି କହିଥିଲେ, ଆଉ ମୁଁ ମଧ୍ୟ ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛି। ତାହେଲେ ମୁଁ ଏଥିରେ ଭୁଲଟା କ'ଣ କରିଛି? ବାବାଜୀ କହିଛନ୍ତି, ବତ୍ସ,
या पछरे आउ एक ज्ञानर कथा रही जहाँकि तुम एजाए बुझीपारिन, जो कि तुम आज सबकि हरैबा बसीच। तथापि एबे मध्य सबकि शेष होनी, एबे मध्य तुम पाखरे आहरी सुजोग अच्छी। तुम चाहब तो निज जीवन को परिवर्तन कर पुणी थे सबकि फेरी पाइपर। व्यवसायी पुत्र कहते, हे महात्मा, दयाकोरी आपण ए 4टी वाक्यर अर्थ मत बुझे दिंतु, आपण मोर मार्गदर्शन करांतु। बाबाजी कहते, वत्स मु जा कहूँ एबे मन देकी शुण। से प्रथम रे कहते कि पुओ काम को छाई रे जीवु, छाई रे फेरी आसबु। यार अर्थ सूर्य उदय हैला पूर्वर जाइकी दुकान खोलबु, पुणी सूर्य अस्त हैला परे जाइकी घर को फेरबु। जहाँफल दुकान में तुमको अधिक रु अधिक समय मिल पार आ तुम निज व्यवसाय रे उन्नति कर जड़े सफल व्यवसायी भाव में परिगणित हो पार। मात्र तुम्हें तो यार संपूर्ण भूल अर्थ बाहर कर। तुम्हें तो दुकान पर्यंत टेंट लगे दीच, कौन यहाँ तुम्हें भूल करन। पुणी से तुमको द्वितीय कहते कि घर चारिपाखे चमड़ार बाड़ तैयारी कर। यार अर्थ यह कि घरे से कुकुर और बिलेई पालिबा कथा कहते कि जहाँफल कुकुर तुम घर जगिब आ बिलेई घर सब मूषा कि अनिष्टकारी पोक मारिकी परिवेश को सफा करदेव, जहाँकि तुम धन संपत्ति संपूर्ण सुरक्षित रही पार। फलस्वरूप तुम निजर कर्म उपर अधिक ध्यान दे पार। कौन सी चोर तस्कर माने तुम घर को आसवाई कि डरवे, मात्र तुम्हें कौन कर घर चारिपटे चमड़ार बाड़ कर। फलस्वरूप एते सारा शत्रु तैयारी कर, पाख पड़ोशी सहित मनांतर सृष्टि कर। पुणी से तृतीय कहते खाइबा को मिठा करके खाइबापाई। यार अर्थ यह नुहे कि तुम चीनी देकी खाइब, यार अर्थ तो यह कि तुमको जिते भोक हम जाए सेतिकी बेले खाइब। फल तुम से खाद्यर महत्व को बुझीपार आ भोक लगे पर खाइले जाइकी खाद्य फल से हजम हो पार आ भोजन स्वाद लगे, तुम सब बेले सुस्थ रही पार। से कहते खाइबा को सब बेले मिठा करके खाइबापाई, अर्थात भोक लगिले खाइबापाई। किंतु जितेबाला भोक हेउ नथिबो सेतेबाला भोजन करिवार अर्थ निज स्वास्थ्य को हानि करिबा। यह शरीर पाई अत्यंत क्षतिकारक होता है। मात्र तुम्हें तो यार संपूर्ण भूल अर्थ बाहर करिछ आ निज स्वास्थ्य आज एते खराब कर सारिछ, एते सारा रोग को निमंत्रण करि आनिछ। तेणु आज ठार एक कथाटी मने रखिथिबो जे तुमको भोक लागिला परे जाइकी खाद्य ग्रहण करिवो, यह तुम स्वास्थ्य पाई कि हितकारक। पुणी से चतुर्थरे कहते निज पत्नी को सब बेले बांधिकी रखिबा पाई। यार अर्थ यह नुहे कि तुम ताको सब बेले रस्सी रे बांधि रखिबो। ताको कहिबार अर्थ तो यह थिला कि स्वामी स्त्री मध्य किसी भी असुविधा हो, किसी भी मतभेद हो, केते बेले भी निज पति पत्नी मध्य संपर्कर डोर जमी दुर्बल हो न जाए। स्वामी स्त्री संपर्क सब बेले अतुट रहिबा दरकार। से बांधिकी रखिबार अर्थ संपर्कर डोरी रे बांधिकी रखिबा कथा कहते, जहाँफल कि घरे तुम सब बेले सुख शांति बजाय रहिबो, घरे माता लक्ष्मी बास रहिबो, घर तुम स्वर्ग रे परिणत हो। मात्र तुम्हें तो यार संपूर्ण अलटा अर्थ बाहर करिछ। जो पत्नी को भला अकारण कहीं बांधि रखुल और फल तो तुम्हें निजे एवं अनुभव कर। तुम्हें सहित जी अन्याय कर तो क्षमार भी योग्य नुह। तुम्हें जा क्षमा मांगा दरकार। यही प्रकार से बाबाजी जनक या 4टी उपदेश को बुझेकी कहते, जहाँकि से निज पिता शुणी आ 4टी उपदेश को निज जीवन में उपयोग करने जीवन पुणी थे परिवर्तन होगा लगी। किछि दिन भितर सी पुणी थे निजर पूर्व अवस्था को फेरी पाई। ये 4टी उपदेश आम समस्त को जानिबा दरकार। जीवन में सुख शांतिर अभाव रहिबनी। दर्शक बंधु, यही आजिर भिडियोटी। पुणी देखा हेबो सुंदर आउ एक भिडियो माध्यम रे। सेते बेले पर्यंत विदाय दियंतु।